ମୁଁ ତୁମକୁ ଆଜି ଦେଖାଉଛି ଗୋଟେ ଜିନିଷ ବୁଝଉଛି ଆମର ଯେଉଁ ଲବଣ ଜଳରୁ କିପରି ମଧୁର ଜଳ ପାଇପାରିବା। ବୁଝିପାରୁଛ ନା ନାହିଁ? ଯେମିତି ଆମର ଆମେ ଭାବୁଛେ ସମୁଦ୍ରରେ ଲୁଣିଆ ଯେଉଁ ହେଉଛି ସେ ଫେର ମାନେ ଲୁଣିଆ ଲାଗୁଛି, କିନ୍ତୁ ଆମର ପୋଖରୀ ଫୋଖରୀ ଏଗୁଡ଼ା ବି ଲୁଣିଆ ଲାଗୁଛି। ସେ କାହିଁ ସମୁଦ୍ର ପାଣିଟା ଲୁଣିଆ ଲାଗୁଛି, କେମିତି କ'ଣ ହେଉଛି? ତେଣୁ ମୁଁ ଗୋଟେ ଛୋଟିଆ ତୁମକୁ ଗୋଟେ ଉଦାହରଣ ଦେଉଛି। ଦେଖ, ଆମେ କ'ଣ କଲେ ନା ଛୋଟିଆ ପାତ୍ରଟେ ନେଲେ ହେଲା, ତା ଦେହରେ କିଛି ଲୁଣ ପାଣି ରଖିଲେ, ଲବଣ ଆଉ ଜଳ କିଛି ରଖିଲେ, ତାକୁ ଆମେ କ'ଣ କଲେ ନା ସ୍ପିଡ୍ ଲ୍ୟାମ୍ପ ଦ୍ୱାରା ଗରମ କଲେ। ଗରମ କରିବା ଦ୍ୱାରା ଏଠି କ'ଣ ହେଲା ନା ଏଇଟା ହେଲା ବାଷ୍ପୀକରଣ ବା ବାଷ୍ପ ହେଇକି ନାଇଁ ବାଷ୍ପ ହେଇକି ଆମର ଚାଲିଲା, ବାଷ୍ପ ହେଇକି ଚାଲିଲା, ଏଠି ବାଷ୍ପ ହେଇକି ଚାଲିଲା ଏ ନଳିପାଟ ହେଲା, ଯାଇ 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 ଏକରେ କ'ଣ ହେଲା ଏଠି ଶୀତଳ ଗରମ କରିଦେଲେ, ବରଫ ଦେଖିବେ ଯେଉଁଦିନ ପରୀକ୍ଷା କରିବା ପାଇଁ ଏଠି ଆଉ ଥଣ୍ଡା କରିଦେଲେ। ଥଣ୍ଡା କରିଦେଲେ କ'ଣ ହେଲା ନା ସେ ଜଳରେ ପାଣିତ ହେଇଗଲା, ଜଳରେ ପାଣିତ ହେଇକି ଆସ୍ତେ ଆସ୍ତେ ଏଠି ଗଦା ହେଇକି ରହିଲା, ଏଇଠିକି ଆସିଗଲା ମଧୁର ଜଳ। ବୁଝିପାରୁଛ, ଏଇଟା ଗୋଟେ ବିକଟଟା। ଏଠି କିନ୍ତୁ ପୁରା ଗରମ କଲା ପରେ ତା ତଳେ କ'ଣ ହେବ ନା କିଛି ସମୟରେ ପାଣି ଗୁଡ଼ାକ ପଳେଇଯିବ, ଜଳ ପଳେଇ ସେଠୁ ଗଦା ହେଇ ପଡ଼ିବ। ଏଠି ଯେଉଁଟା ରହିଗଲା କଠିନ ପଦାର୍ଥ ସେଇଟା ରହିଲା କ'ଣ ଲୁଣ। ତେଣୁ ଆମର ଯେଉଁ ରହିଛି ପାହାଡ଼ ପର୍ବତ ଯେଉଁ ପାଣି ଆସିଲା ତାର ଲବଣ ଫଳ ସବୁ ଆସୁଛି, ସମୁଦ୍ରରେ ମିଶୁଛି, ସମୁଦ୍ରରେ ଯେଉଁ ସୂର୍ଯ୍ୟ କିରଣ ପଡ଼ୁଛି ସେ ଫେର ଉଠେଇ ନେଇକି କ'ଣ କରୁଛି, ଉଠେଇ ନେଇକି ବାଦଲ ହେଇକି ଫେର ବର୍ଷା ହେଉଛି। ଏମିତି ଅନବର୍ଷ ପୃଥିବୀ ବର୍ଷା ହେବା ଦ୍ୱାରା କିନ୍ତୁ ଲବଣ ଆମ ସମୁଦ୍ରରେ ରହିଯାଇଛି। ତେଣୁ ସେ ପାଣିଟା ଆମକୁ ଲୁଣିଆ ଲାଗେ, ସମୁଦ୍ର ପାଣି ଏଇଥିପାଇଁ ଲୁଣିଆ ଲାଗେ। ଏଟା ବୁଝିପାରିଲ?